ଏ ଜଙ୍ଗଲର ରାଜା ସିଂହ ଆରାମରେ ଏକ ଗଛ ଛାଇରେ ଶୋଇଥିଲା। କେଉଁଠାରୁ ଏକ ନଟଖଟ ମୂଷା ସେଠାରେ ପହଞ୍ଚିଲା ଏବଂ ଖେଳିବାକୁ ଲାଗିଲା। ମୂଷାଟି ଖେଳୁ ଖେଳୁ ସେ ସିଂହ ଉପରେ ଚଢ଼ି ଯାଇଥିଲା। ତାର ମନର ପ୍ରଫୁଲ୍ଲତା ବଢ଼ିଯାଇଥିଲା। ତାକୁ ବହୁ ମଜା ଲାଗୁଥିଲା। ନଟଖଟ ମୂଷାର ଏପରି କାମରେ ସିଂହର ନିଦ ଭାଙ୍ଗିଗଲା। ଆଖି ଖୋଲିକରି ସେ ଦେଖିଲା କି ଗୋଟିଏ ଛୋଟିଆ ମୂଷା ତା ଉପରେ ଖେଳୁଅଛି। ତାକୁ ବହୁତ ରାଗ ଲାଗିଲା। ମୂଷା ଛୁଆଟି ସିଂହକୁ ଦେଖି ପୂରା ଡରିଗଲା ଏବଂ ଥରି କମ୍ପିବାକୁ ଲାଗିଲା। ବଦମାସ ମୂଷା, ତୋର ଏତେ ସାହସ! ତୁ ଜଙ୍ଗଲର ରାଜା ସିଂହର ନିଦ ଭାଙ୍ଗିଦେଲୁ। ତୁ ମରିବାକୁ ପ୍ରସ୍ତୁତ ହୋଇଯା। ବର୍ତ୍ତମାନ ମୁଁ ତତେ ମାରି ଖାଇଯିବି। ବନରାଜ, ମୋତେ କ୍ଷମା କରିଦିଅନ୍ତୁ। ମୋର ବହୁତ ବଡ଼ ଭୁଲ ହୋଇଯାଇଛି। ମୋ ଭଳି ଛୋଟ ପ୍ରାଣୀକୁ ଆପଣ ଖାଇ କ'ଣ ମିଳିବ? ଆପଣଙ୍କ ପେଟ କ'ଣ ପୂରିପାରିବ? ଦୟାକରି ମୋତେ ଛାଡ଼ି ଦିଅନ୍ତୁ। ଭବିଷ୍ୟତରେ ଅବଶ୍ୟ ମୁଁ ଆପଣଙ୍କ କାର୍ଯ୍ୟରେ ନିଶ୍ଚୟ ଆସିବି। ହାହାହାହା, ମୁଁ ଜଙ୍ଗଲର ରାଜା ଅଟେ। ମୋ ଠାରୁ ବଳଶାଳୀ ଏହି ଜଙ୍ଗଲରେ କେହି ନାହିଁ। ତୁ ଛୋଟ ମୂଷା ମୋର କେଉଁ କାମରେ ଆସିବୁ? ତଥାପି ମୁଁ ଦୟାକରି ତୋତେ ପ୍ରାଣଦାନ ଦେଉଅଛି। ମୋ ନଜରରୁ ଦୂର ହୋଇଯା ଏବଂ କେବେ ମୋ ନଜରରେ ଅସୁବିଧା କରିବୁ ନାହିଁ। ଧନ୍ୟବାଦ ବନରାଜ। ବର୍ତ୍ତମାନ ମୁଁ ମୋ ରାସ୍ତାରେ ଅଗ୍ରସର ହେଉଅଛି। କିଛି ଦିନ ବିତିଗଲା ପରେ ଦିନକର ଘଟଣା। ସିଂହ ଶିକାର ପାଇଁ ଜଙ୍ଗଲରେ ଏଣେ ତେଣେ ବୁଲୁଥିଲା ଏବଂ ଖାଦ୍ୟ ସଂଗ୍ରହ କରୁଥିଲା। ଦିନକର ଘଟଣା। ସିଂହ ଖାଦ୍ୟ ସଂଗ୍ରହ ପାଇଁ ଜଙ୍ଗଲରେ ବୁଲୁଥିବା ବେଳେ ଶିକାରୀ ବିଛାଇଥିବା ଜାଲରେ ଫସିଗଲା। ସେ ବହୁତ ଚେଷ୍ଟା କଲା, କିନ୍ତୁ ଜାଲରୁ ବାହାରକୁ ଆସିପାରିଲା ନାହିଁ। ସେ ସାହାଯ୍ୟ ପାଇଁ ପାଟି କରିବାକୁ ଲାଗିଲା। ସେଠାରେ ରହୁଥିବା ଏକ ମୂଷାର କାନରେ ସିଂହର ପାଟି ଶୁଭାଗଲା। ମୂଷାଟି ସେହି ପୂର୍ବ ମୂଷା ଥିଲା, ଯାହାକୁ ସିଂହ ଦୟାକରି ପ୍ରାଣଦାନ ଦେଇଥିଲା। ମୂଷା ଦୌଡ଼ି ଗର୍ଜନ ଶୁଭୁଥିବା ଦିଗକୁ ଗଲା। ସିଂହ ଜାଲରେ ଫସିଯାଇଥିବାର ଦେଖିଲା। ମୂଷା ସଙ୍ଗେ ସଙ୍ଗେ ତାର ମୁନିଆ ଦାନ୍ତ ଦ୍ୱାରା ଜାଲକୁ କାଟିଦେଲା, ଯାହାଫଳରେ ସିଂହଟି ବନ୍ଧନମୁକ୍ତ ହୋଇପାରିଥିଲା। ତୁମେ ମୋ ଜୀବନ ରକ୍ଷା କରିଥିବାରୁ ତୁମକୁ ଧନ୍ୟବାଦ। ବନରାଜ, ବୋଧହୁଏ ଆପଣ ମୋତେ ଭୁଲିଯାଇଛନ୍ତି। ମୁଁ ସେହି ମୂଷା ଅଟେ ଯାହାକୁ ଆପଣ ପ୍ରାଣଦାନ ଦେଇଥିଲେ। ମୁଁ ଆପଣଙ୍କୁ କହିଥିଲି, ଦିନେ ନା ଦିନେ ମୁଁ ଆପଣଙ୍କ କାର୍ଯ୍ୟରେ ଆସିବି। ଦେଖନ୍ତୁ, ଆଜି ମୁଁ ଆପଣଙ୍କ କାର୍ଯ୍ୟରେ ଆସି ଯୋଗ ଦେଇଅଛି। ସିଂହର ସେଦିନର କଥା ମନେ ପଡ଼ିଗଲା। ସେ ବହୁତ ଭାବିଲା। ଯେଉଁ ମୂଷାକୁ ତୁଚ୍ଛ ଭାବୁଥିଲି, ତା ସହାୟତାରେ ଶିକାରୀଠାରୁ ଆଜି ମୁଁ ବଞ୍ଚିପାରିଲି। ଏଥିରୁ ଆମେ ଶିକ୍ଷା ଲାଭ କଲେ ଯେ ବାହାର ରୂପ ଦେଖି କାହାର ଯୋଗ୍ୟତା ଆକଳନ କରିବା ଉଚିତ ନୁହେଁ। ସାହାଯ୍ୟ କେବେ ବ୍ୟର୍ଥ ହୁଏ ନାହିଁ। ଯେକୌଣସି ପ୍ରକାରରେ ଫଳ ଅବଶ୍ୟ ମିଳିଥାଏ।